ଶୁଣ ନା ଟିକେ କହୁନ ମାଉସୀ ପୁଅ ପାଇଁ ଗୋଟେ ଝିଅ ଦେଖିଲ ଝିଅ ମିଳୁନାହାନ୍ତି ବାହାଘର ହେଇପାରୁନି 2-3 ବର୍ଷ ହେଲାଣି ଖୋଜା ଚାଲିଛି। ତମେ କି ଲୋକ ବର୍ତ୍ତମାନ ସେ ଆଉ ଆଗ ଭଳିଆ ଆଜ୍ଞା ସମୟ ଅଛି ନା ଝିଅ ଖୋଜିବେ ବାହାର କରିବେ ସମୟ ଯାଇ କୋଉଠି ବା ପହଞ୍ଚିଲାଣି ତାକୁ କୁହ ଟିକେ ଭଲ ଭଲ ପାଇକି ବର୍ତ୍ତମାନ ବାହା ହେଇ ପଡ ଆଉ ଝିଅ ଆଉ ମିଳୁନାହାନ୍ତି କେବଳ ଭଲ ପାଇବା ପାଇଁ ହିଁ ଝିଅ ମିଳୁଛନ୍ତି। ସିଏ ଭଲ ପାଉନି ମାନେ ପଟେଇ ପାରୁନି ଝିଅ ମାନଙ୍କୁ। ମୁଁ ଶିଖେଇଦେବି କେମିତି? ଟଙ୍କା 20,000 ନେବି ଦେବେ ତ? ହଁ ଦେବେ ତମେ ଠିକ ଅଛି ଆପଣ କହିଲେ ମୁଁ ବି ଆଇଡିଆ ଦଉଛି ଯେ ଆପଣ ମାନେ ଝିଅ ନ ପଟେଇ ପାରୁଛନ୍ତି ମୋ ଆଇଡିଆରେ ଝିଅ ପଟାନ୍ତୁ। ତମେ ଖାଲି କଲେଜ ଛକ ତମ ସେ ମାଉସୀ ପୁଅ ଭାଇଙ୍କୁ ଖାଲି ପଠେଇଦବ ପଠେଇ ତାଙ୍କୁ କହିବ ଖାଲି ଟିକେ 2-4 ଦିନ ଖଣ୍ଡେ ବୁଲାବୁଲି କରି ଯୋଉ ଝିଅଟା ଚଏସ ଆସିବ ତାକୁ ଖାଲି ଟିକେ ଦେଢିକି ଖାଲି କହିବ ଟିକେ ଶୁଣିବତି ଡାକି ଆଣିବ ତା 4-5 ମିନିଟ୍ କଥା ହବ। ଆମେ ଏପଟରେ 7-8 ଜଣ ଟୋକା ପୁରା ରେଡି ହେଇକି ଥିମୁ ସେ ଦେଢିକି ଆଇଲା ପରେ ଆମେ ଯାଇକି ଧରିନବୁ ଆଉ ଝିଅ ପୁଅଙ୍କୁ ଧରିନବୁ କଣ କରୁଛ ଏଠି କିଛି ଗୋଟେ ଖରାପ କାମ କରୁଛ ନେଇ ଥାନାକୁ ନେଇ ଆସିବୁ ତମ ଝିଅ ଇଏ ପୁଅ ବଦମାସି ଅଛନ୍ତି ଏ ଦେଢରେ ଯାଇ ଖରାପ କାମ କରୁଛୁ ଆମେ ଧରିଛୁ ହାଉଲି ସାଙ୍ଗେ ସାଙ୍ଗେ ତ ଆଜ୍ଞା ବାହାଘର ସରିଗଲା କାହାଣୀ ଏଠି ଠିକ କି ନାଇଁ ଏ ଆଇଡିଆ ପ୍ରୟୋଗ କରନ୍ତୁ। ମୁଁ ଅଛି ସାଙ୍ଗରେ ଟୋକା ମଦ ପାଣି ପିଇବେ ଖର୍ଚ୍ଚ ତାଙ୍କ ପାଇଁ କିଛି ହବ ଟଙ୍କା 20,000 ଟଙ୍କା ଦରକାର ପାରିବ ତ? ସିଏ ଗୋଟେ ବାହାଘର ନା ବଦନାମ ହେଇଯିବେ 2 ଜଣ। ନହେଲେ ତମେ ବାହା ନ ହେଇପାରିବ ସେଥିରେ ମତେ କଣ ବର୍ତ୍ତମାନ ଆଜ୍ଞା ଝିଅ ମିଳୁନାହାନ୍ତି ମୋ ଜାଣିବାରେ ବୁଝିଲେ କି ନାଇଁ ସବୁ ଏଇନା ହଉଛି ଲଭ ମ୍ୟାରେଜ